रेकॉर्डिंग ऑन कर देली आपण करंतु हां आपण देखंतु पॉज करि पारचंदी की नाଇଁ ନାଇଁ ऑप्शन आସୁନି କରିहोନି ना सेटा हबोनी मैडम करि हबोनी गुड आफ्टरनून टू ऑल Good afternoon, sir. Good afternoon, sir. पूर्व क्लास रे हमें पढ़िथिले झेलम नदीरे Good संध्या afternoon, sir. सेटा हमरो सरी गला मु No, कहिथिली sir. तमानकु क्वेश्चन गुडाक से जो देइची ताकू No, sir. डिस्कशन करिवि No. सर का वॉइस इज पूरा स्लो हो जी सुना जानी सुना जाउनी हां एबे सुना एरे सर ऑफिस रे दीटा पिल्ला अछंती हैला ऑफिस रे अछंती पिला हां दीटा पिल्ला अछंती सर ओहो किमि सुनिबे से माने आपण लैपटॉप रो हां 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 हो मो रेकॉर्डिंग ऑन कर दी सर आपण नियंतु क्लास हैला हां 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 थैंक यू सर हां झेलम नदी रे संध्या जो तमे पढिलो क्लास पर पढिथिबो कोन किछि कार अबुझा अछि अछि Nice, sir. नहीं अछि कि रे नहीं सर Nice, nice, sir. नहीं नहीं सर हला हमें एबे क्वेश्चन डिस्कशन करिवा तमरो देखो बही बाहर करो जदि बही पाखरे अछि तार पछरे तमर प्रश्नावली देइची सुना जाउची मो कथा यस सर मो कथा सुना जाउची ना यस सर Yes, sir. हेलो हाँ सर Yes, sir. सर हां आ टिके वॉइस हे परियो कि सर हला एबे हां हां एबे सुना गला हां सर Yes, sir. कोठे रखिची सेटा शेयर होनी देखो क्वेश्चन गोटे गला पीडीएफ टा ग्रुप रे देखला गला Yes, sir. सुना जाउची एबे Yes, sir. Yes, sir. तो मु शेयर करची सेटा
Sir, I don't want to take Korea. ହୁଁ? ତୁ ଓଡ଼ିଆ ବୁଝୁନୁ? I don't want to take Korea. I want to take English. ଆରେ ଲିଟରେଚର ଆୟା ମୁଁ ଇଂଲିଶରେ କେମିତି କହିବି? ତୋର ନାଁ କଣ କହିଲୁ? ଆସିଲା? Yes, sir. Yes, sir. ସ୍କ୍ରିନ୍ ରେ ଦେଖାଗଲା? Yes, yes. ଝେଲମ ନଦୀରେ ସନ୍ଧ୍ୟା ତମର ପ୍ରୋଜଟା ସରିଲା। ଏବେ ତମର ଯୋଉ ପଛରେ ଦେଇଛି କ୍ୱେଶ୍ଚିନ୍ ଗୁଡାକ ତାକୁ ଡିସ୍କସନ କରୁଛି ହେଲା। ଶୁଣା ଯାଉଛି? Yes, sir. Yes, sir. Yes, sir. Yes, sir. ମ୍ୟାଡାମ ରେକର୍ଡ ଦେଲେ? ହଉ ଶୁଣା ଯାଉଛି ମୋ କଥା? Yes, sir. ଦେଖ ତମର ଦେଇଛି ସେଟା ତମର କିଛି ଅବୁଝା ନାହିଁ, ଆମେ କ୍ୱେଶ୍ଚିନ୍ ଡିସ୍କସନ କରିବା। ଦେଖ ଦେଇଛି ସଂକ୍ଷିପ୍ତ ଉତ୍ତର ମୂଳକ ପ୍ରଶ୍ନ। ସଂକ୍ଷିପ୍ତ ଅର୍ଥ ପୁରା ଛୋଟ ହେଲା। ସେ କହୁଛି ଏଇ ସବୁ ଯୋଉ ତମର କ୍ୱେଶ୍ଚିନ୍ ଦେଇଛି, ଏଇ ଯୋଉ ତମର ପ୍ରଶ୍ନ ଦେଇଛି, ଏ ପ୍ରଶ୍ନ ସବୁ 1 ମାର୍କ। କେତେ ମାର୍କ? 1 ମାର୍କ। 1 ମାର୍କ। ଶୁଣା ଯାଉଛି? Yes, sir. Yes, sir. 1 ମାର୍କ ହେଲା। ସେ କଣ କରିଥିବ, ଗୋଟେ 1 ମାର୍କ ଗୋଟେ କ୍ୱେଶ୍ଚିନ୍ ଦେଇଥିବ, ତମର 4ଟା ସେ ସମ୍ଭାବ୍ୟ ଉତ୍ତର ଦେଇଥିବ। ସମ୍ଭାବ୍ୟ କଣ? ଏ 4ଟାରୁ ତମର ସେମ୍ ଲାଗୁଛି ସମ୍ଭାବନା। ଏ 4ଟାରୁ ଉତ୍ତର ସମ୍ଭାବନା ଲାଗୁଥିବ, ସେ ଭିତରୁ ଗୋଟେ ଉତ୍ତର ତମେ ବାଛିକି ଲେଖିବ। ବୁଝିଲା? ଏଇଟା ତମର ପଡୁଛି 5 ମାର୍କ। ବୁଝିଲା? କମ୍ପଲସରି ଏଟା ପଡିବ 5 ମାର୍କ। 5 ମାର୍କରୁ 5ଟା କ୍ୱେଶ୍ଚିନ୍ ପଚାରିବ, 5ଟାରୁ 5ଟା ଲେଖିବ ଏଇଭଳି ଭାବରେ ହେଲା। ଦେଖ ସିଏ ଦେଇଛି କେଉଁ ନଦୀ କୂଳରେ ଶ୍ରୀନଗରବାସୀ ଲାଳିତ? ଝେଲମ ନଦୀ କୂଳରେ। ଝେଲମ, ଗଙ୍ଗା, ହୋୟାମ ହୋ, ବ୍ରହ୍ମପୁତ୍ର। Jhelem ଝେଲମ nadi. ହେଲା। ଝେଲମ ନଦୀ Sir. କୂଳରେ ଶ୍ରୀନଗରବାସୀ ଲାଳିତ। ଏଇ ଯୋଉ କ୍ୱେଶ୍ଚିନ୍ ମାର୍କ ଦେଇଛି ଆକୁ ଉଠେଇ ଦବ, ପୂର୍ଣ୍ଣଚ୍ଛେଦ ଦେଇଦବ। ବୁଝିଲା? ଏଇ ଆଉ କ୍ୱେଶ୍ଚିନ୍ ମାର୍କ ରହିବନି। କେମିତି ଲେଖିବ ଆକୁ? ତମେ ଖାଲି 1ର କ ପକେଇବି ଖାଲି ଆନ୍ସର ଟା ଲେଖିପାରିବ, ଖାଲି ଝେଲମ ବୋଲି ଲେଖିପାରିବ। ଝେଲମ ନଦୀ ଏମିତି ଲେଖିପାରିବ। ନହେଲେ ଯଦି ଚାହୁଁଛ ଗୋଟିଏ ବାକ୍ୟରେ ବି ଲେଖିପାରିବ। କେଉଁ ନଦୀ କୂଳରେ ଶ୍ରୀନଗରବାସୀ ଲାଳିତ? ଝେଲମ ନଦୀ କୂଳରେ ଶ୍ରୀନଗରବାସୀ ଲାଳିତ କରିକି ଏମିତି ଗୋଟିଏ ବାକ୍ୟରେ ବି ଲେଖିପାରିବ ହେଲା। ଯଦି ସମୟ ହଉନି ନହେଲେ 1ର କ କରିକି ହେଲା, ଖାଲି ତମର ଉତ୍ତରଟା ଖାଲି ଆନ୍ସର ଟା ତମେ ଲେଖିବ 1ର କ ଝେଲମ। ବୁଝିଲା? Yes, sir. କ୍ୱେଶ୍ଚିନ୍ ଯେତେବେଳେ ତମର ଏକ୍ସାମ ଦବ ଏଇ ଭଳିଆ କରିବ, ଏଇଥିରେ ନାହିଁ। ଦେଖ ସେକେଣ୍ଡ, ଝେଲମ ନଦୀ କୂଳରେ କେଉଁ ନଗରବାସୀ ଲାଳିତ? ଝେଲମ ନଦୀ କୂଳରେ କେଉଁ ନଗରବାସୀ ଲାଳିତ? Srinagar. ରୋମ, ଶ୍ରୀନଗର, Srinagarବାସୀ। ଶ୍ରୀନଗର। ଝେଲମ ନଦୀ କୂଳରେ ଶ୍ରୀନଗରବାସୀ କଣ? ଲାଳିତ ହେଲା। ଏମିତି। ଥାର୍ଡ, ଝେଲମ ନଦୀର ଆକାର କେଉଁ ନଦୀ ପରି ଅପ୍ରଶସ୍ତ? Bolong. ଝେଲମ ନଦୀର ଆକାର କେଉଁ ନଦୀ ପରି ଅପ୍ରଶସ୍ତ? ମହାନଦୀ, ବ୍ରାହ୍ମଣୀ, ବୁଢା ବଳଙ୍ଗ,
କୁଶଭଦ୍ରା। ବୁଢା ବଳଙ୍ଗ ବହି ଲେଖା ଅଛି ବଳଙ୍ଗ। ସବୁ। Yes, sir. ଶୁଣା ଯାଉଛି ସମସ୍ତଙ୍କୁ? ହଁ ନେକ୍ସଟ, ସାର୍। ଝେଲମ ନଦୀର ଜଳର ରଙ୍ଗ କିପରି? ଗାଢ ନୀଳ। ଝେଲମ ନଦୀର ଜଳର ରଙ୍ଗ କିପରି? ଗାଢ ନୀଳ। ଲାଲ, ଧଳା, ঈଷତ ନୀଳ, ଗାଢ ନୀଳ। କଣ? ଗାଢ ନୀଳ। ଗାଢ ନୀଳ। ଗାଢ ନୀଳ ନାଇଁ, ଗାଢ ନୀଳ। ଶ୍ରୀନଗର କାହାର ହୃଦୟ? ମୁଁ କହିଥିଲି ପଢେଇଲା ବେଳେ ଏଇଟା କୋଶ୍ଚିନ୍ ଥିବ। ଶ୍ରୀନଗର କାହାର ହୃଦୟ? ଗଙ୍ଗା, ଜାମ୍ମୁ, କାଶ୍ମୀର, ଝେଲମ। କାଶ୍ମୀର। କଣ? କାଶ୍ମୀର। ଲେଖକ କଣ ଭଡା ନେଲେ? ଚାନ୍ଦୁଆ ନେଲେ ନା ଶିକାରା ନେଲେ, ମଖମଲି ଗଦି ନେଲେ ନା ଚୌକି ନେଲେ? କଣ ନେଲେ ଭଡା? ଶିକାରା ନେଲେ। ଶିକାରା ଅର୍ଥ କଣ? ଛୋଟିଆ ଡଙ୍ଗା। ନୌକା ହେଲା, ଛୋଟ ନୌକା। ହାଞ୍ଜି ନାଉଟି ମୁସଲମାନଟେ କେଉଁ ସମ୍ପ୍ରଦାୟର ଲୋକ ଥିଲା? ହିନ୍ଦୁ, ମୁସଲମାନ, ହେଲେ ପଞ୍ଜାବୀ, ମୁସଲମାନ ସମ୍ପ୍ରଦାୟର ଲୋକଟା ସେ ଥିଲା। ନଦୀର ଦୁଇ ପଟେ ନଗରକୁ ଯୋଗସୂତ୍ର ରଖିବା ପାଇଁ କେତୋଟି ସେତୁ ଗଢା ଯାଇଛି? 2ଟି, 4ଟି, 6ଟି, 7ଟି। କେତୋଟି? 7ଟି ସେତୁ। ନଦୀର ଦୁଇ ପଟେ ନଗରକୁ ଯୋଗସୂତ୍ର ରଖିବା ପାଇଁ 7ଟି ସେତୁ ଗଢା ଯାଇଛି। ହେଲା। କେଉଁ ଖ୍ରୀଷ୍ଟାବ୍ଦରେ ସବୁଠାରୁ ପ୍ରାଚୀନ ସେତୁ ଆଲିକଦଲ ନିର୍ମିତ ହୋଇଥିଲା? 1505, 1165, 1407, 1417। 1417 ଖ୍ରୀଷ୍ଟାବ୍ଦରେ ସବୁଠାରୁ ପ୍ରାଚୀନ ସେତୁ ଆଲିକଦଲ ନିର୍ମିତ ହୋଇଥିଲା। ମନେ ରଖ। ସେତୁ ଗୁଡିକ କେଉଁଥିରେ ତିଆରି? ପଥର, କାଠ, ଲୁହା, କଂକ୍ରିଟ। କୋଉଥିରେ ତିଆରି? କାଠରେ ତିଆରି। ଉତ୍ତର ହଉଛି କାଠ। ଝେଲମ ନଦୀରେ ଧାତ୍ରୀ ତରି ଏବଂ ଆଉ କେଉଁ ତରି ମାନେ ଯାତାୟାତ କରୁଅଛନ୍ତି? ବେପାରୀ, ମୋଟର ବୋଟ, ବାଣିଜ୍ୟ ତରି, ନୌକା ଚାଳକ। କୋଉଟା? ବାଣିଜ୍ୟ ତରି। ବାଣିଜ୍ୟ ତରି। ବାଣିଜ୍ୟ। ହଁ। ଲୋକେ କେଉଁଥିରେ ଆସି ଜିନିଷ ପତ୍ର ଖର୍ଦି କରି ନିଅନ୍ତି? ଖର୍ଦି ଅର୍ଥ କଣ? କିଣିବା ସାର୍। କିଣିବା। ହେଲା। ଲୋକେ କେଉଁଥିରେ ଆସି ଜିନିଷ ପତ୍ର ଖର୍ଦି କରି ନିଅନ୍ତି? ବୋଟ, ନୌକା, ପୋଲ, ଶିକାରା। କୋଉଟା? ଶିକାରାରେ ଆସି, ନୌକାରେ ଆସିକି ନାଇଁ। ହଁ ସାର୍। ଶିକାରା ଲେଖିବ, ନୌକା ଲେଖିବନି ହେଲା। ସେ ଯାହା ଦେଇଛି ତାହା ହିଁ ଲେଖିବ। ଓକେ ସାର୍। ଝେଲମ ନଦୀରେ ସନ୍ଧ୍ୟା କାହା ପରି ସୁନ୍ଦରୀ? କାଶ୍ମୀର। ରାଜକନ୍ୟା, ପରୀ, ଦେବୀ, କାଶ୍ମୀର କିଶୋରୀ। କାଶ୍ମୀରୀ କିଶୋରୀ। କାଶ୍ମୀରୀ କିଶୋରୀ ପରି ସୁନ୍ଦରୀ। ସୁନ୍ଦରୀ। ଲେଖକ କାହାକୁ ତାଙ୍କ ଦେଶର ଗୋଟିଏ ଗଳ୍ପ କହିବାକୁ କହିଲେ? ରାଜା ପୁଅ, ମନ୍ତ୍ରୀ ପୁଅ, ଆଞ୍ଜି, ରାଣୀ। ଆଞ୍ଜି। हाँ जी सर। ରାଜା ପୁଅ ଓ ମନ୍ତ୍ରୀ ପୁଅ ଦୁହେଁ କଣ ଥିଲେ? ଭାଇ, ଶତ୍ରୁ, ମିତ୍ର, ସଙ୍ଗାତ। ସଙ୍ଗାତ। କିଏ ପିଠା ବିକାଳି ଘରେ ରହିଲା? ମନ୍ତ୍ରୀ ପୁଅ, ରାଜା ପୁଅ, କଟୁଆଳ ପୁଅ, ସେନାପତି ପୁଅ। କୋଉ ପୁଅ? ମନ୍ତ୍ରୀ କିଏ ପୁଅ। ପିଠା ବିକାଳି ଘରେ ରହିଲା? ମନ୍ତ୍ରୀ ପୁଅ ସାର୍। ମନ୍ତ୍ରୀ ପୁଅ। ରାଜା ପୁଅକୁ ମନ୍ତ୍ରୀ ପୁଅ ଛିଞ୍ଚା ବିଞ୍ଚା କରି ହେଲା ତାକୁ ଗୋଟେ ଜାଗାରେ ରଖିଲା।
ନିଜେ ସେ ଗୋଟେ ଜଣେ ପିଠା ବିକାଳି ଘରେ ରହିଲା। କିଏ ରହିଲା? ମନ୍ତ୍ରୀ ପୁଅ ରହିଲା। ମନ୍ତ୍ରୀ ପୁଅ। ମନ୍ତ୍ରୀ ପୁଅ କେଉଁ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା? ରାଜା ବେଶ, ମନ୍ତ୍ରୀ ବେଶ, ପୁରୁଷ ବେଶ, ସ୍ତ୍ରୀ ବେଶ। ସ୍ତ୍ରୀ ବେଶ ନାଇଁ। ହଁ ସାର୍। କିଏ ନିଜକୁ ହୀନ କପାଳିଆ କହି ଧିକ୍କାର କଲା? ରାଜା ପୁଅ, ମନ୍ତ୍ରୀ ପୁଅ, କଟୁଆଳ ପୁଅ, ସେନାପତି ପୁଅ। କିଏ? ରାଜା ପୁଅ। ରାଜା ପୁଅ ନିଜକୁ ହୀନ କପାଳିଆ କହି ଧିକ୍କାର କଲା। କଣ ପାଇଁ? ଜେମା ଆସିଥିଲେ, ଇଏ ଶୋଇ ପଡିଛି ହଁ ସାର୍। ନାଇଁ। କଟୁଆଳ କଣ ପରିକ୍ରମା କରୁଥିଲା? ଉଆସ, ନଗର, ବଗିଚା, ସହର। ନଗର। ନଗର। କଟୁଆଳ ନଗର ପରିକ୍ରମା କରୁଥିଲା। ହଁ ସାର୍। କିଏ ଜେମାଙ୍କ କଣ୍ଠସ୍ୱର ଶୁଣିଲା? ରାଜା ପୁଅ, ମନ୍ତ୍ରୀ ପୁଅ, କଟୁଆଳ, ଜଗୁଆଳି। କିଏ? କଟୁଆଳ। ଜେମାଙ୍କ କଣ୍ଠସ୍ୱର କିଏ ଶୁଣିଲା? କଟୁଆଳ ସାର୍। କଟୁଆଳ ହେଲା। ହୁଁ। ମନେ ରଖ। ମନ୍ତ୍ରୀ ପୁଅ କାହାକୁ ବିଭା ହେଲା? ରାଜା ଝିଅ, ରାଜାଙ୍କ ଭଉଣୀ, ସେନାପତିଙ୍କ ସାର୍ କନ୍ୟା, ରାଜାଙ୍କ ଭଉଣୀ। କଟୁଆଳ ଝିଅ। ରାଜାଙ୍କ ଭଉଣୀ। ସାର୍। ହଁ, ରାଜାଙ୍କ ଭଉଣୀ। ଶିକାରା ଭଉଣୀ। କେଉଁ ଘାଟରେ ଲାଗିଲା? ଗଙ୍ଗା, ଗଣପତି, ଝେଲମ, ଶ୍ରୀନଗର। ଶିକାରା କେଉଁ ଗଣପତି ଘାଟରେ ସାର୍। ଲାଗିଲା? ଶେଷକୁ ଗଣପତି। କେଉଁ ଘାଟରେ ଲାଗିଲା? ଗଣପତି ଘାଟରେ ଶିକାରା ଲାଗିଲା। ନାଇଁ। ବୁଝିଲ? ହଁ। ବୁଝିଲ? ହଁ ସାର୍। ହଁ ଏସବୁ ହେଲା ସାର୍। ତମର, ଏସବୁ ହେଲା ତମର ମଲ୍ଟିପୁଲ, ମାନେ ଗୋଟେ କ୍ୱେଶ୍ଚିନ୍ ଦେଇଥିବ, 4ଟା ସମ୍ଭାବ୍ୟ ଉତ୍ତର ଦେଇଥିବ, ସେ ଭିତରୁ ତମେ ବାଛିକି ଲେଖିବ। ଏଇଟା କମ୍ପଲସରୀ ହେଲା। ତମର ଗଦ୍ୟରେ, ପଦ୍ୟରେ, ଏକାଙ୍କିକାରେ, ସବୁରେ ଏଇ ଯୋଉ 5 ମାର୍କ ଏଇଭଳି ଆସିବ। କମ୍ପଲସରୀ ଆସିବ। ବୁଝିଲା? ବାଛିକି ଲେଖିବାଟା କମ୍ପଲସରୀ ଆସିବ। ଗଦ୍ୟରେ 5 ଆସିବ, ପଦ୍ୟରେ 5 ମାର୍କ, ଏକାଙ୍କିକାରେ 5 ମାର୍କ, 15 ମାର୍କ ଏମିତିଆ ହେଲା କ୍ୱେଶ୍ଚିନ୍ କମ୍ପଲସରୀ ପଡିବ। ବୁଝିପାରିଲ? ନେକ୍ସଟ ଦେଖ। ଶୁଣି ପାରୁଛ ମୋ କଥା? ହଁ ହଁ ସାର୍। ସାର୍। ନେକ୍ସଟ ଦେଖ, ଗୋଟିଏ ବାକ୍ୟରେ ଉତ୍ତର ଲେଖ। ହେଲା, ୟାର ବି ପ୍ରଶ୍ନ ହଉଛି 1 ନମ୍ବର। ଗୋଟିଏ ବାକ୍ୟରେ ଉତ୍ତର ଲେଖିବ। ତାକୁ ସିନା ତମେ ଖାଲି ଉତ୍ତର ଲେଖି ଦଉଥିଲ, ଖାଲି ଉତ୍ତର ଲେଖିଲେ ବି ହଉଥିଲା ହେଲା। ତମ ସମୟ ହବନି, ଖାଲି ନମ୍ବର ପକେଇକି ଖାଲି ଉତ୍ତର ଲେଖିଦବ, ସେଇଟା ଠିକ ହବ। ତମେ ଏମିତି ବି ଗୋଟିଏ ବାକ୍ୟ ଲେଖିପାରିବ, ଆଉ ଖାଲି ନମ୍ବର ପକେଇକି ଉତ୍ତର ବି ଲେଖିପାରିବ। ଏଇଟା କିନ୍ତୁ ସେୟା ନାହିଁ, ଖାଲି ଉତ୍ତର ଏଟା ଗୋଟିଏ ବାକ୍ୟରେ ଲେଖିବାକୁ ପଡିବ। ବୁଝିଲା? ନହେଲେ କଟିଯିବ ମାର୍କ। ଗୋଟିଏ ବାକ୍ୟରୁ ଉତ୍ତର ଲେଖ, ପ୍ରଶ୍ନର ମୂଲ୍ୟ 1 ହେଲା। ଦେଖ, ଝେଲ ମାର କୋଳରେ କେଉଁମାନେ ଲାଳିତ? ଏଇଟା ଦେଖ, ଅପସନ ଦେଇନି, ଗୋଟିଏ ବାକ୍ୟରେ ନିଜେ ଲେଖିବ। ବୁଝିପାରିଲ? ବୁଝିପାରିଲ? ହଁ ସାର୍। ହଁ ସାର୍। ଦେଖ, ଝେଲ ମାର କୋଳରେ କେଉଁମାନେ ଲାଳିତ? ଶ୍ରୀନଗରବାସୀ। ଏମିତି ଲେଖିବ। ଶ୍ରୀନଗର ବାସୀ ଲାଳିତ। ହଁ, ଝେଲ ମାର ଏମିତି ଲେଖିବ। ଝେଲ ମାର କୋଳରେ କେଉଁମାନେ, ନଗର ନା କେଉଁମାନେ କାଟିକି ନଗରବାସୀ। ଶ୍ରୀନଗରବାସୀ ଲାଳିତ ହେଲା। ତାପରେ ଏଇ ଯୋଉ କ୍ୱେଶ୍ଚିନ୍ ମାର୍କ ଦେଇଛି ହେଲା, ଆକୁ କାଟିକି ତମେ ପୂର୍ଣ୍ଣଚ୍ଛେଦ ଦେବ। ଦେଖ, 1 ନମ୍ବର ପାଖରେ ଗୋଟେ ପୂର୍ଣ୍ଣଚ୍ଛେଦ ଅଛି, ସେଇଭଳି ଭାବରେ। ବୁଝିଲା? ଝେଲ ମାର କୋଳରେ ଶ୍ରୀନଗର ବାସୀ ହେଲା ଲାଳିତ। ବୁଝିପାରିଲ? ଏଇଭଳି। ନେକ୍ସଟ ଦେଖ, କେଉଁ ମାର କୋଳରେ ଶ୍ରୀନଗର ବାସୀ ଲାଳିତ? ଝେଲମ ମାର କୋଳରେ ଝେଲମ ଶ୍ରୀନଗର ମା। ବାସୀ ଲାଳିତ।
गोटे वाक्य रूढ़ा लिखिबो काश्मीरवासी काहार प्रशंसारे मुखर केमिति लिखिबो केमिति लेखा हबो काश्मीरवासी काहा प्रशंसारे मुखर झेलम नदीर प्रशंसारे मुखर ना नहीं काश्मीरवासी झेलम नदीर प्रशंसारे मुखर हैला झेलम नदीर आकार किपरि झेलम नदीर आकार बुढ़ा बळंग बुढ़ा बंगाल परी परी हैला काश्मीर रंगमंच रे प्रधान नर्तकी भूमिका रे किए अभिनय करिछि झलम नदी काश्मीर रंगमंच रे प्रधान नर्तकी भूमिका रे किए अभिनय करिछि झलम नदी सर झेलम नदी नहीं झेलम नदी केमिति लिखिबो काश्मीर रंगमंच रे प्रधान नर्तकी भूमिका रे झेलम नदी अभिनय करिछि हैला श्रीनगर को काश्मीर कौन बोली कहा जाए हृदय श्रीनगर को काश्मीर हृदय बोली कहा जाए झेलम काहार प्रधानतम रक्तवाही धमनी काहार श्रीनगर रो नहीं झेलम श्रीनगर रो प्रधानतम रक्तवाही धमनी अछि ना नहीं बही रे मन पड़ुची झेलम नदीर दुई पट नगरर दुई अंश को जोगसूत्र रखिबा लागि केतोटी सेतु गढ़ा जाइछि सातोटी सेतु गढ़ा जाइछि झेलम नदीर दुई पट नगरर दुई अंश को जोगसूत्र रखिबा लागि सातोटी सेतु गढ़ा जाइछि सबुठारु प्राचीन सेतुर नाम कोन ओ एहा केउ ख्रीष्टाब्द निर्मित होइथिला हला केमति लिखिबो सबुठारु प्राचीन सेतुर नाम कोन आलिकदल आलिकदल केबे 1417 केमति लिखिबो ना सबुठारु प्राचीन सेतुर नाम कोन आलिकदल एवं हां इमिति लिखिबो सबुठारु प्राचीन सेतुर नाम आलिकदल ओ एहा 1417 ख्रीष्टाब्द रे निर्मित होइथिला हैला श्रीनगरस्थ झेलम नदी रे जलयात्रा कले केतोटी सेतु पारी हेबाकू पड़े 7 सेतु केतोटी सेतु श्रीनगरस्थ झेलम नदी रे जलयात्रा कले 7टी सेतु पारी हेबाकू पड़े बुझिला एमि सबु लेखा हबो नौका रे केउ माने बास करूछंती परिवार बास करू नौका रे केउ माने बास करूछंती नौका रे परिवार बास करूछंती गोटे परिवार हां सर नौका रे गोटे परिवार बास करूछंती किए हाउस बोट ओळाउछि एवं उत्तर दिगरे अनाई कोन भाबुछि किए हाउस बोट ओळाउछि घरणी घरणी उत्तर दिगरे अनाई कोन भाबुथला बेळ बुडीला से काहे की गप बेळ बुडीला से काहे आसिले आसिले नाही ए कथा भाबिछि से हैला कोन केमिति लिखिबो घरणी हाउस बोट ओळाउछि एवं उत्तर दिगरे अनाई हैला बेळ बुडीला से काहे आसिले नाही बोली भाबुछि हैला ओढ़ाटीए पत्थर उपरे लुगा थोई पिटना रे बाड़ेबार उद्देश्य कोन ओढ़ाटीए पत्थर उपरे लुगा थोई पिटना रे बाड़ेबार उद्देश्य कोन श्रम उणा हैला
ହାତକୁ ପାଣି ଲାଗେ ନାହିଁ ଏସବୁ ଲେଖା ହେଇଛି ଉତ୍ତର ନାହିଁ। ପୌଢାଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡେଇବାର ଉଦ୍ଦେଶ୍ୟ ହେଉଛି ଶ୍ରମ ଉଣା ହୁଏ ହାତରେ ପାଣି ଲାଗେ ନାହିଁ ହେଲା। ଘାଟ ନୌକାରୁ କିଏ ଜିନିଷ ପତ୍ର ଉଠାଇ ନେଉଛି? ମନେ ପକାଅ ଘାଟ ନୌକାରୁ କିଏ ଜିନିଷ ପତ୍ର ଉଠାଇ ନେଉଛି? କିଏ ନେଉଛି ଘାଟରୁ ଜିନିଷ ପତ୍ର ଉଠାଇକି? ଖଲାସି ମନେ ପଡିଲା? ଖଲାସି ସାର୍ ଖଲାସି। ଘାଟ ନୌକାରୁ ଖଲାସି ଜିନିଷ ପତ୍ର ଉଠାଇ ନେଉଛି ଏମିତି ଲେଖା ହବ। କୂଳରେ ବସି ବୁଢା ପଠାଣ କଣ ଖାଉଛି? ଧୂଆଁ ସାର୍ ଧୂଆଁ। କୂଳରେ ବସି ବୁଢା ପଠାଣ ଧୂଆଁ ଖାଉଛି ନା ପିଠା ଖାଉଛି? ଧୂଆଁ ଖାଉଛି। ଧୂଆଁ ଧୂଆଁ ସାର୍। ଧୂଆଁ ଖାଉଛି ହେଲା। କୂଳରେ ବସି ବୁଢା ପଠାଣ ଧୂଆଁ ଖାଉଛି। ଛାଣ୍ଡ କାର୍ଡ ଯୁବକ ଜଣକ କିଏ ବୋଲି ଲେଖକ ଭାବିଛନ୍ତି? କଲେଜ ଛାତ୍ର। ଥାଣ୍ଡ କାର୍ଡ ଯୁବକ ଜଣକ କିଏ ବୋଲି ଲେଖକ ଭାବିଛନ୍ତି? କଲେଜ ବୟ ହଁ ସାର୍। ନାଇଁ ହଁ କଲେଜ ହଁ ପିଲା। ସାର୍ କଲେଜ ବୟ। ଛାଣ୍ଡ କାର୍ଡ ଯୁବକ ଜଣକ କଲେଜ ବୟ ଛାତ୍ର। ବୋଲି ଲେଖକ ଭାବିଛନ୍ତି। ହଁ ସାର୍। ଲେଖକ ହାଞ୍ଜିକୁ କଣ କହିଲେ? ଲେଖକ ହାଞ୍ଜିକୁ କଣ କହିଲେ? ହାଞ୍ଜି ତମ ଗୋଟେ ଦେଶର ଗୋଟେ ଗପ କୁହ ବୋଲି କହିଲେ। ହୁଁ ହାଞ୍ଜି ହେଲା ଲେଖକ ହାଞ୍ଜିକୁ ତୁମ ଦେଶର ଗୋଟେ ଗଳ୍ପ କହ ବୋଲି କହିଲେ। ରାଜା ପୁଅ କାହା ସାଙ୍ଗରେ ସଙ୍ଗାତ ବସିଥିଲା? ରାଜା ପୁଅ କାହା ସାଙ୍ଗରେ ସଙ୍ଗାତ ବସିଥିଲା? ମନ୍ତ୍ରୀ ପୁଅ। ମନ୍ତ୍ରୀ ପୁଅ। ରାଜା ପୁଅ ମନ୍ତ୍ରୀ ପୁଅ ସାଙ୍ଗରେ ସଙ୍ଗାତ ବସିଥିଲା। କି ସ୍ଵପ୍ନ ଦେଖିଛି ବୋଲି ମନ୍ତ୍ରୀ ପୁଅ ରାଜା ପୁଅକୁ କହିଲା? କି ସ୍ଵପ୍ନ ଦେଖିଥିଲା ବୋଲି ମନ୍ତ୍ରୀ ପୁଅ ରାଜା ପୁଅକୁ କହିଲା? କଣ କହିଲା? କିଏ ସ୍ଵପ୍ନ ଦେଖିଛି ବୋଲି ମନ୍ତ୍ରୀ ପୁଅ ରାଜା ପୁଅକୁ କହିଲା? ଇଏ କଣ ରାଜା ପୁଅ ସିନା ମନ୍ତ୍ରୀ ପୁଅକୁ କହିଲା। ମନ୍ତ୍ରୀ ପୁଅ କୋଉଠି ରାଜା ପୁଅକୁ କହିଲା? କିଏ କାହାକୁ କହିଥିଲା ରେ? ରାଜା ପୁଅ ମନ୍ତ୍ରୀ ପୁଅ କୁ କହିଲା। ହଁ ଏଟା ଭୁଲ ଲେଖିଛି ନା କଣ କେଜାଣି? କଣ କହିଥିଲା? କି ସ୍ୱପ୍ନ ଦେଖିଥିଲା ରାଜା ପୁଅ କହିଲ? ରାଜା ପୁଅ ଗୋଟେ ବଗିଚାରେ ଚନ୍ଦ୍ର ଉଦିଆ ପରି ମୁହଁ ହଁ ସାର୍। ପ୍ରଜାପତି ପଛରେ ଗୋଡାଉଥିଲା। ମତେ ଦେଖିଲା ଆଡ ଆଖି ହାଣି ଦେଇ ଗଲା। ଏତିକି କଥା ନାଇଁ। ହଁ। ଚନ୍ଦ୍ର ଉଦିଆ ପରି ମୁହଁ ପ୍ରଜାପତି ପଛରେ ଗୋଡାଉଥିଲା। ମତେ ଦେଖିଲା ଆଡ ଆଖି ହାଣି ଦେଇଗଲା। ହଁ ସାର୍। ହେଲା ଏମିତି। ନହେଲେ ବି ତମ ଭାଷାରେ ବି ତମେ ଭଲସେ ହେଲା ଏରା ଯଦି ତମର ମନେ ପଡୁନି ସାର୍ ହଁ ଆଉ ଥରେ କହିଦିଅନ୍ତୁ। ଚନ୍ଦ୍ର ଉଦିଆ ପରି ମୁହଁ ହୁଁ। ଲେଖିଲ? ହଁ ସାର୍। ଚନ୍ଦ୍ର ଉଦିଆ ପରି ମୁହଁ ରୂପ କି ମୁହଁ ହଁ ରୂପ ଲେଖ ଭଲ ହଁ ସାର୍ ରହିବ ଲେଖିଥିଲା। ଚନ୍ଦ୍ର ଉଦିଆ ପରି ରୂପ ହଁ। କୋଉ ଦେଶର ରାଜଜେମା ହୁଁ। ଫୁଲ ସଙ୍ଗେ ଗେଲେଇ ଲୁଟେଇ ହଉଥିଲା। ପ୍ରଜାପତି ପଛରେ ଗୋଡାଉଥିଲା। ମତେ ହୁଁ ଦେଖିଲା ପଦେ କଥା କହନ୍ତା ଆଡ ଆଖି ହାଣି ଦେଇଗଲା। ଏସବୁ କଥା ନାଇଁ କି? ହଁ ସାର୍। ହୁଁ ହେଲା। ହଁ ସାର୍। କିଏ ଭଲ ପିଠା କରି ରାଜଜେମାଙ୍କ ପାଖରେ କାହା ହାତରେ
ପଠାଇଲା? କିଏ ଭଲ ପିଠା କରି ରାଜଜେମାଙ୍କ ପାଖକୁ କାହା ହାତରେ ପଠାଇଲା? ସାର୍ ମନ୍ତ୍ରୀ ପୁଅ ଭଲ ପିଠା କରିକି ହୁଁ ପିଠା ବିକାଳି ହାତରେ ରାଜଜେମାଙ୍କ ପାଖକୁ ପଠାଇଲା। ଠିକ। ମନ୍ତ୍ରୀ ପୁଅ ଭଲ ପିଠା କରି ରାଜଜେମାଙ୍କ ପାଖକୁ ପିଠା ବିକାଳି ହାତରେ ପଠାଇଲା। ହେଲା। କିଏ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା? ମନ୍ତ୍ରୀ ପୁଅ ସ୍ତ୍ରୀ ବେଶରେ ମନ୍ତ୍ରୀ ଜେମାଙ୍କ ପୁଅ ପାଖରେ ସ୍ତ୍ରୀ ପହଞ୍ଚିଲା। ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ ମନ୍ତ୍ରୀ କଣ ପୁଅ କହିଲା? କଣ କହିଲା? ରାଜପୁତ ତୁମ ଲାଗି ଝୁରି ମରୁଛି। ହଁ। ଏକ ରାଜପୁଅ ତୁମ ଲାଗି ଝୁରି ମରୁଛି। ତୁମର କଅଁଳ କଥା ତାକୁ ଜୀବନ ଦାନ ଦିଅନ୍ତା। ହଁ ନାଇଁ ଏସବୁ ହଁ କଥା ସାର୍ ଲେଖିବ। ମନ୍ତ୍ରୀ ପୁଅ ଠାରୁ ରାଜା ପୁଅ କଥା ଶୁଣି ଜେମା କଣ କହିଲା? ମନ୍ତ୍ରୀ ପୁଅ ଠାରୁ ରାଜା ପୁଅ କଥା ଶୁଣି ଜେମା କଣ କହିଲା? ତା ହୃଦୟ କୋମଳ ନାଇଁ। ହଁ ହଁ ଯାଅ ଆଜି 10 ଘଡ଼ି ତ ଘଡେଇ ଠେଇ ମୁଁ ଯାଇ ଦେଖା କରି ଆସିବି। ନାଇଁ ହଁ ଏହା କହିଲା। ହଁ ସାର୍ ପରବୁଦ୍ଧି ପ୍ରଳୟ ଏକଥା କିଏ କାହା ପ୍ରସଙ୍ଗରେ କହିଛି? ସାର୍ ଫୋନ ନମ୍ବର ଆନ୍ସର ଟିକେ କୁହନ୍ତୁ ସାର୍ ପୁଣି ଥରେ। ଉଁ ସାର୍ ଫୋନ ନମ୍ବର ଆନ୍ସର କୁହନ୍ତୁ ପୁଣି ଥରେ। ମନ୍ତ୍ରୀ ପୁଅ ଠାରୁ ରାଜା ପୁଅ କଥା ଶୁଣି ଜେମା କଣ କହିଲା? ମନ୍ତ୍ରୀ ପୁଅ ଠାରୁ ରାଜା ପୁଅ କଥା ଶୁଣି ଜେମା କହିଲା ଯାଅ ମୁଁ ଆଜି 10 ଘଡ଼ି ଠାଇଁ 10 ଘଡ଼ି ଲେଖିଛି ସେ 10 ଘଡ଼ି ହଁ ନାଇଁ ସାର୍ 10 ଘଡ଼ି ଠାଇଁ ମୁଁ ଯାଇ ରାଜା ପୁଅକୁ ଦେଖା କରି ଆସିବି କହିଲା। ହଁ ସାର୍। ପରବୁଦ୍ଧି ପ୍ରଳୟ ଏକଥା କିଏ କାହା ପ୍ରସଙ୍ଗରେ କହିଛି? ରାଜଜେମା ରାଜାପୁଅଙ୍କ ବିରୁଦ୍ଧରେ ପରବୁଦ୍ଧି କହିଛନ୍ତି। ପ୍ରଳୟ ଏକଥା କିଏ କହିଛି? ରାଗରେ ରାଜଜେମା କହିଛି। ଜେମା କହିଛି। ପରବୁଦ୍ଧି ପ୍ରଳୟ ଏକଥା ଜେମା କାହା ପ୍ରସଙ୍ଗରେ କହିଛି? ପରବୁଦ୍ଧି ପ୍ରଳୟ ଏକଥା ଜେମା ହେଲା କିଏ କହିଛି? ଜେମା କହିଛନ୍ତି। ହେଲା କାହା ପ୍ରସଙ୍ଗରେ ନା ରାଜା ପୁଅର ପ୍ରସଙ୍ଗରେ। ନାଇଁ ଜେମା କ୍ରୋଧରେ ରାଜା ପୁଅ ବୁଝିଲା ରାଜା ପୁଅ ପ୍ରସଙ୍ଗରେ କହିଛି। ନାଇଁ ହଁ ସାର୍। କଟୁଆଳ ନଗର ପରିକ୍ରମା ବେଳେ ଏବଂ ତା କାନରେ କେଉଁ ଶବ୍ଦ ବାଜିଥିଲା? କଟୁଆଳ ନଗର ପରିକ୍ରମା ବେଳେ ଏବଂ ତା କାନରେ କେଉଁ ଶବ୍ଦ ବାଜିଥିଲା? ଜେମାଙ୍କ ସ୍ୱର ନାଇଁ ଜେମାଙ୍କ ସ୍ୱର। ରାଜା କଏଦୀ ଘରେ କାହାକୁ ଦେଖିଲେ? ରାଜା କଏଦୀ ଘରେ କାହାକୁ ଦେଖିଲେ? ରାଜପୁଅକୁ ଆଉ ରାଜା ମନ୍ତ୍ରୀ ପୁଅକୁ। କଏଦୀ ଘରେ କାହାକୁ ଦେଖିଲେ? ମନ୍ତ୍ରୀ ପୁଅ ରାଜପୁଅକୁ ଦେଖିଲେ। ସେ ରାଜା କଣ ଜାଣିଛନ୍ତି ଯେ ଇଏ ମନ୍ତ୍ରୀ ପୁଅ ସେ ରାଜା ପୁଅ ବୋଲି? ରାଜା ନାଇଁ ଜାଣି ନାହାନ୍ତି ନା। ମନ୍ତ୍ରୀ ପୁଅ ରାଜା ପୁଅ ବୋଲି ଲେଖିବନି। ରାଜା ଜାଣି ନାହାନ୍ତି ଯେ ସିଏ ମନ୍ତ୍ରୀ ପୁଅ ଇଏ ରାଜା ପୁଅ ବୋଲି। କେମିତି ଲେଖିବ? ରାଜା ଓଢଣା ଖୋଲି ଦେଖନ୍ତି ତ ଜେମା ନୁହନ୍ତି ଆଉ କିଏ? ହେଲା ସେ ଜେମା ଭାବିକି ସେ ଓଢଣା ଖୋଲିଥିଲେ। ନାଇଁ ହୁଁ ଜେମା ନୁହନ୍ତି ଆଉ କିଏ? ବୁଝିଲା ଏସବୁ ତମର ଗୋଟିଏ ବାକ୍ୟରେ ଉତ୍ତର ଦବ। ଏଇଟା ଗୋଟେ ଗୋଟେ ମାର୍କ ହେଲା 1 ମାର୍କ ଲେଖେ। ଏହାର ମାର୍କ ହଉଛି 1 ମାର୍କ 1 ମାର୍କ ଗଲା। ହଁ ସାର୍। ଅପସନ ଦେଇଥିବ ତମେ ବାଛିକି ଲେଖିବ। ତାପରେ ଆଉ ଥରେ 1 ମାର୍କ ଗୋଟିଏ ବାକ୍ୟରେ ଲେଖିବ। ତାପରେ 2 ମାର୍କ କହିଥିଲି। ନାଇଁ ଏଇଟା କେମିତି ପଡିବ? ଏଇଟା ପଡିବ 4ଟା କୋଶ୍ଚିନ୍ ପଡିବ 3ଟା ତମେ ଲେଖିବ। ହେଲା ହଁ ସାର୍ କେତେଟା ପଡିବ? 4ଟା
चारिटा क्वेश्चन पढ़िबो हला तमे हाँ, सर। तीनटा लेखिबो बुझिला हाँ सर गोटे मार्क आर आर ए मार्क होची 1 मार्क तापरे 2 मार्क देखो से कहूची कोन 2 मार्क रा दुईटी वाक्य रो उत्तर लेखो दुईटी वाक्य रे लेखिबो दुईटी वाक्य माने गोटे वाक्य लेखो आ गोटे वाक्य ता तळे लेखिबो दीटा वाक्य रे लेखिबो खाली तमे प्रश्न रो उत्तर गोटे वाक्य लिखि देले हबोनी दीटा वाक्य लेखिया पड़ो कोन कोन से दीटा वाक्य से कहूची लेखा और लेखकଙ୍କ सूचना देबा पड़ो लेखा पई 1 मार्क आ तमर ए जो प्रश्न रो उत्तर पई 1 मार्क टोटल होची 2 मार्क सबुथिरे एकाकिंका रे समिति कविता रे समिति आउ गद्य रे भी समिति बुझिला एकांकिका गद्य पद्य सबुथिरे एई भली जो 2 मार्क कथा कहूची जो पाठरू सेई प्रश्न आसीची बा क्वेश्चन आसीची तार लेखक किए हैला तार लेखक किए आ सेटा से कोठु आसीची सेटा तमे गंगरो बुझिलो हाँ सर एबे देखो 2 मार्क दुईटी वाक्य लिखिबो लेखा लेखकଙ୍କ सूचना देबो कोठु आसीची को पाठरू आसीची आ सेटा किए लेखिची से ताकू लेखिया पई 1 मार्क आ तमरे क्वेश्चन रो आंसर लेखिया पई 1 मार्क टोटल 2 मार्क हैला इमिति ए 2 मार्क बुझिला हाँ सर झेलो मार कोଳରେ श्रीनगरवासी किपरि लालित होइछंती एटा हला प्रश्न हाँ कोन लेखिबो से कहै लेखा लेखकଙ୍କ सूचना देबा पड़ियो हला हाँ झेलम नदी रे संध्या गद्य रे प्राबंधिक किए लेखक किए कुंज बिहारी दास कुंज बिहारी दास कुंज बिहारी दास एहा उल्लेख करिसंती बोली गोटे वाक्य लेखिलो हैला झेलम नदी रे संध्या गद्य रे लेखक किबा प्राबंधिक एहा उल्लेख करिसंती प्राबंधिक ना लेखिबो के प्राबंधिक कुंज बिहारी दास एहा उल्लेख करिसंती कहि गोटे लेखिलो तापर लेखिबो झेलम मार कोଳରେ श्रीनगरवासी किपरि लालित होइछंती ए सबुरो आंसर लेखिबो कोन झेलम मार कोଳରେ श्रीनगरवासी किपरि लालित होइछंती कहलो को झेलम मार कोଳରେ श्रीनगरवासी किपरि लालित होइछंती झेलम मार कोଳରେ झेलम मार कोଳରେ श्रीनगरवासी लालित नहीं हाँ सर यार कଳ कଳ ध्वनि काहार जीवन स्मृति की बा जीवंत करे नाही सदा पूर्ण जला सुनाब्या काशीरवासी एही नदीर प्रशंसा रे मुखर लिखि दबो एतिकी हाँ सर हला बुझिलो हाँ सर बुझिलो ना हाँ सर लेखक शिकारार वर्णना किपरि करिसंती लेखक शिकारार वर्णना किपरि करछंती लेखा लेखकଙ୍କ सूचना किमित दबो पहिलो झेलम नदी रे संध्यार प्राबंधिक एही पद्ୟରେ ଲେଖିଛନ୍ତି संध्यार नाही झेलम नदी रे संध्या झेलम नदी रे संध्या लेखिलो ता ऊपर इनवर्टेड कॉमा दबो हाँ सर हला एपटे केते एपटे गोटे 6 सेपटे 9 एमि गोटे इनवर्ट कॉमा दबो हाँ सर हला ऊपर
ହଁ ଝେଲମ ନଦୀର ସନ୍ଧ୍ୟା ଗଦ୍ୟରେ ଲେଖକ ହଁ ଲେଖକ କୁଞ୍ଜ ବିହାରୀ ଦାସ କୁଞ୍ଜ ବିହାରୀ ଦାସ ଏହା ଉଲ୍ଲେଖ କରିଛନ୍ତି। କରିଛନ୍ତି। ହଁ ସାର୍। ଲେଖିଲ ତାପରେ ତା ତଳକୁ ଲେଖକ ଶିକାରର ବର୍ଣ୍ଣନା କିପରି କରିଛନ୍ତି ଭଲସେ ଜାଣିଛ ହେଲା। ହଁ ଶିକାରର ବର୍ଣ୍ଣନା କେମିତି କରିଛନ୍ତି ନା ଗୋଟିଏ କଣ ଶିକାର କରିଛନ୍ତି ସେଇ ଯୋଉ ଶିକାରରେ ଦୁଇଟି ଚୌକି ସଂଲଗ୍ନ ସେଥିରେ ଆଜ୍ଞା ମଖମଲ୍ଲି ଗଦି ପଡିଛି ଗଦି ପଡିଛି ଅକ୍ଲେଶରେ କେତେ ଚାରି ଜଣ ବସି ପାରିବେ ଚାରି ଜଣ ଜଣ ବସି ପାରିବେ ହୁଁ ମୁଣ୍ଡ ଉପରେ ଚିତ୍ର ବିଚିତ୍ର ଚାନ୍ଦୁଆ ଟଣା ହୋଇଛି ଚାନ୍ଦ ଚାନ୍ଦୁଆର ଚାରି ଖମ୍ବରେ ନାଲି ନେଳି ହଳଦିଆ ରଙ୍ଗର କାଗଜ ଗୁଡା ହେଇଛି ସେଥିରୁ ନାଇଁ ଅଧେ ଅଧେ ସେଥିରୁ ପତାକା ଅଧେ ଅଧେ ଉଡିକି କଣ ପତାକା ପରି ପବନରେ ଉଡୁଛି ଏରା ସବୁ ଲେଖିଦବ ଗପ ଭଳିଆ କଣ ହଁ ସାର୍ ବୁଝିଲା ହଁ ସାର୍ ହଁ ହାଞ୍ଜି ନାଉରୀର ଚେହେରା କିପରି ନାଉରୀର ଚେହେରା ଲେଖକ ସେ ନାଉରୀର ଚେହେରାକୁ ବର୍ଣ୍ଣନା କରିଛନ୍ତି ହଁ କେମିତି ସାର୍ ନା ହାଞ୍ଜିର ଚେହେରା ହାଜି ସେ ଗୋଟେ ନାଉରୀ ମୁସଲମାନ ହଁ ଦୀର୍ଘ ସାର୍ 5 ହାତ ମର୍ଦ ପିନ୍ଧା ବଡ ଅପରିଚ୍ଛନ୍ନ ଏସବୁ କଥା ଛାତିକୁ ଆଉ ଝାଡ଼ା ତାହେଲେ ଥୋଡ଼ି କିଛି ବର୍ଣ୍ଣନା ଆଣ୍ଠୁ ନାହିଁ ବଡ଼ ଆଦରରେ ସେ ହଉଛି ବସାଇଲେ ମୁସଲମାନ ହେଲା ହଁ ଆଉ ସାର୍ ଦୀର୍ଘ 5 ହାତ ମର୍ଦ ପିନ୍ଧା ବଡ ବଡ଼ ଅପରିଚ୍ଛନ୍ନ ନଦୀର ଦୁଇ ପଟେ ଯୋଗସୂତ୍ର ରଖିବା ପାଇଁ କଣ ରହିଅଛି ସାତଟି ଲେଖା ସେରୁ ଲେଖକଙ୍କ ସୂଚନା ସେତୁ ଦବ ଏଇଟା ସବୁରେ ଦବ 2 ମାର୍କରେ ଦବ 3 ମାର୍କରେ ଦବ 3 ମାର୍କରେ ବି ଏମିତି ହିଁ ଦବ ଲେଖା ଲେଖକଙ୍କ ସୂଚନା ସହିତ ଏହା ଦବ ହଁ ସାର୍ ବୁଝିଲା ହଁ ସାର୍ ଝେଲମ ନଦୀ ତୁଠରେ କିପରି ନାଇଁ ନଦୀର ଦୁଇ ପଟେ ଯୋଗସୂତ୍ର ରଖିବା ପାଇଁ କଣ ରହିଛି ସାତଟି ସେତୁ ସାତଟି ସେତୁ ହଁ ହେଲା ନଦୀର ଦୁଇ ପଟେ ଯୋଗସୂତ୍ର ରଖିବା ପାଇଁ 7ଟି ସେତୁ ରହିଅଛି ଏସବୁ କଥା ଲେଖିବ ହଁ ସାର୍ 1 ମାର୍କ ଡିସକସନ କଲି 2 ମାର୍କ କଲି ହେଲା ସାର୍ 1 ମାର୍କ ଦିଟା କଲି ଏ 2 ମାର୍କ ସବୁ ସେଇଥିରେ ହିଁ ଅଛି ତମେ ଆକୁ ପଢିବ ଆଉ ତମେ ନିଜ ଖାତାରେ ଲେଖିବ ହଁ ସାର୍ ବହିରେ ବି ଯୋଉଟା ଜାଣି ପାରୁନ ବହିରେ ବି ଉତ୍ତର ଅଛି ଖୋଜିବ ହେଲା ଖୋଜିବ ହଁ ସାର୍ ଆଉ ଲେଖିବା ଆଉ ଯୋଉଟା ଜାଣି ପାରୁନ ମତେ ନେକ୍ସଟ କ୍ଲାସ ରେ ପଚାରିବ ବୁଝିଲ ନା ହଁ ସାର୍ ଯେମିତି 2 ମାର୍କ ସେମିତି ହଁ ସାର୍ ତାପରେ ଦେଖ 3 ମାର୍କ ଟା 3 ମାର୍କ ହଉଛି 30ଟା ଶବ୍ଦ ମଧ୍ୟରେ ଲେଖିବ ଆର ମାର୍କ ହଉଛି 3 ମାର୍କ ସେମିତି ଲେଖା ଲେଖକଙ୍କ ସୂଚନା ଦବ 1 ମାର୍କ ଆଉ ଯୋଉ ତମେ କୋଶ୍ଚିନ୍ ର ଆନ୍ସର ଲେଖିବ ତା ପାଇଁ 2 ମାର୍କ ଟୋଟାଲ 3 ମାର୍କ ହେଲା ହଁ ସାର୍ ହେଲା ହଁ ସାର୍ ଝେଲମ ନଦୀର ବର୍ଣ୍ଣନା କର ଝେଲମ ନଦୀ ଟା କେମିତି ହେଲା ଝେଲମ ନଦୀର ବର୍ଣ୍ଣନା କରିବ ନାଇଁ କେମିତି ଝେଲମ ନଦୀ ଲେଖା ଲେଖକଙ୍କ ସୂଚନା ଦେବ ଯେମିତି ଦେବା କଥା ମୁଁ କହିଥିଲି କଣ କହିଥିଲି ଝେଲମ ନଦୀରେ ସନ୍ଧ୍ୟା ଗଦ୍ୟରେ ଗଦ୍ୟରେ ଲେଖକ କୁଞ୍ଜ ବିହାରୀ ଦାସ ବର୍ଣ୍ଣନା କରିଛନ୍ତି ଏ ହଉଛି 1 ମାର୍କ ହଁ ସାର୍ ହେଲା ତାପରେ କୋଶ୍ଚିନ୍ ର ଆନ୍ସର ଲେଖିବା ପାଇଁ 3 ମାର୍କରେ 2 ମାର୍କ ସେଟା ଝେଲମ ନଦୀର ବର୍ଣ୍ଣନା କିପରି ନା କେମିତି ଏହାର କଳ କଳ ଧ୍ୱନି କାହାର ଜୀବନ ସ୍ମୃତି କି ଜୀବନ୍ତ କରେ ନାହିଁ ସଦା ପୂର୍ଣ୍ଣ ଜଳା ସୁନାବ୍ୟା କାଶ୍ମୀର ବାସୀ ଏହି ନଦୀର ପ୍ରଶଂସାରେ ମୁଖର ଅପ୍ରଶସ୍ତ ବୁଢା ବଳଙ୍କ ପରି ଏହାର ଆକାର କିନ୍ତୁ ଜଳ ଗାଢ ନୀଳ ଏତିକି ହଁ ନାଇଁ ସାର୍ ହଁ ଝେଲମ ସାର୍ ନଦୀର ବର୍ଣ୍ଣନା ଟା ହଁ ଶିକାରା ସହିତ କଣ କଣ ସଂଲଗ୍ନ ହୋଇଛି ତମେ ଜାଣିଛ ଶିକାରା ସହିତ ସେ ନୌକା ସହିତ କଣ କଣ ସଂଲଗ୍ନ ହୋଇଛି ଏବେ କହିଥିଲି ହଁ ସାର୍ ନାଇଁ ହଁ ଦୁଇଟି ଚୌକି ସଂଲଗ୍ନ ମଖମଲି ସେଥିରେ ଗଦି ମଖମଲ୍ଲି ପଡିଛି ଗଦି ପଡିଛି ଅକ୍ଲେଶରେ ଚାରି ଜଣ ହିଁ ବସି ପାରିବେ ହୁଁ ନାଇଁ ହଁ ସାର୍ ଶିକାରା ସହିତ କଣ କଣ ସଂଲଗ୍ନ ଶିକାରା ସହିତ ହେଲା ହଁ ସାର୍ ଦୁଇଟି ଚୌକି ସଂଲଗ୍ନ ଏମିତି ଲେଖିଲେ ବି ହବ ଆଉ ଟିକେ ଲମ୍ବେଇଲେ ବି ହବ ହଁ ବୁଝିଲା ହଁ ସାର୍ ଲେଖା ଲେଖକଙ୍କ ସୂଚନା ଦେଇକି ଏଗୁଡା ସବୁ ଲେଖିବ ତାପରେ ରହିଲା 5 ମାର୍କ 5 ମାର୍କ 150 ଶବ୍ଦ ମଧ୍ୟରେ ଲେଖିବ ଲଙ୍ଗ କୋଶ୍ଚିନ୍ ମୁଁ ତମକୁ କହିବି ହେଲା ହଁ ସାର୍ ଏଗୁଡା ସବୁ ହେଇଗଲେ 1 ମାର୍କ 2 ମାର୍କ 3 ମାର୍କ ସବୁ ହେଇଗଲେ ଲଙ୍ଗ କୋଶ୍ଚିନ୍ ଆପେ ହବ ବୁଝିଲା ଏସବୁ ତମେ ଆଜି ଗୋଟେ ଖାତା କିଣ ହେଲା ଏମାଇଲ ଖାତା କିଣ ଏମାଇଲ ଖାତା ଗୋଟେ କିଣିକି କର ସେଥିରେ ତମେ ସବୁ ହେଲା ଯାହା ପଢା ହଉଛି ସେଥିରେ ଏ କୋଶ୍ଚିନ୍ ର ଆନ୍ସର ତମେ ସବୁ ଲେଖ ଆଉ ଯୋଉଟା ଜାଣିପାରିବନି ମତେ ନେକ୍ସଟ କ୍ଲାସ ରେ ପଚାରିବ ହଁ ସାର୍ ବୁଝିଲା
ହେଲା हाँ सर ହଉ ଥ୍ୟାଙ୍କ ୟୁ Yes, sir. Thank you, sir. थैंक यू सर Thank you, sir. Thank you, sir. सर Thank you, sir. मैम को डाके जाऊँ मैं